नमस्कार मु सिद्धार्थ आपण मानक चंडीसार यूट्यूब चैनल को स्वागतम। आज पिला देखा नवोदय आदर्श जो ओडिया पैसेज आसूची से ओडिया पैसेज रे केमती फुल फुल स्कोर करि परिबे। ता पूर्व जो माने चैनल नुआ अछि चैनल को सब्सक्राइब करी वीडियो को शेयर करिया को भूलिबे नहीं। आउ जो माने ऑलरेडी सब्सक्राइब करि जाइछ से माने कमेंट रे जणाइबे वीडियो टी केमती लागला और गोटे गोटे लाइक और शेयर मध्य କରିଦେବେ। ଯେଉଁମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯିବ। ଟେଲିଗ୍ରାମର ଲିଙ୍କ୍ ମୁଁ ଡିସ୍କ୍ରିପ୍ସନରେ ଦେଇଦେବି, ସେଥିରେ ଜଏନ୍ ହେଇଯିବ। ସେଥିରେ ଫ୍ରିରେ ନୋଟ୍ PDF ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଗାଇଡ଼ ସବୁ ସେଥିରେ ମିଳିଯିବ। ଯାହା ବି କ୍ଲାସେସ୍ ହେବ ତାର ନୋଟ୍ PDF ସବୁ ସେ ଟେଲିଗ୍ରାମ ଚ୍ୟାନେଲରେ ଆଭେଲେବଲ୍ ହେଇଯିବ। ଆଉ ଯେଉଁମାନେ ଆମ ଇନଷ୍ଟାଗ୍ରାମ ପେଜ୍କୁ ଫଲୋ କରିନାହାନ୍ତି ଫଲୋ କରିନେବେ ଚଣ୍ଡୀସାର ଅଫିସିଆଲ। ସେଥିରେ ଡେଲି MCQ ଅପଲୋଡ଼ ହେବ। ଏବେ ଦୁଇଟା ତାକ ଚ୍ୟାନେଲ ନ୍ୟୁ ଅଛି, ଚ୍ୟାନେଲରେ ଜଏନ୍ ହେଇଯିବ। ମୁଁ ଡିସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେବି। ପିଲାମାନେ ଦେଖିବା ନବୋଦୟ ଓ ଆଦର୍ଶରେ ଆସୁଥିବା ଯେଉଁ ଓଡ଼ିଆ ପ୍ୟାସେଜ ସେଥିରେ କିପରି ତୁମମାନେ ଫୁଲ୍ ସ୍କୋର କରିପାରିବ। ପିଲାମାନେ କିଛି ଏକ୍ଜାମ ହଲ୍ରେ ଯାଇକି ଭୁଲ କରିଦିଅନ୍ତି। କିଛି ପିଲା ତ ଏକ୍ସାଇଟମେଣ୍ଟ ହୋଇଯାଆନ୍ତି, ଆଉ କିଛି ପିଲା ତ କ'ଣ କରନ୍ତି ଓଡ଼ିଆ ପ୍ୟାସେଜ ଡାଇରେକ୍ଟ କ୍ୱେଶ୍ଚିନ୍ ନ ପଢ଼ିକି ଡାଇରେକ୍ଟ କ'ଣ କରନ୍ତି ଅନୁଚ୍ଛେଦକୁ ପଢ଼ି ଦିଅନ୍ତି। ସେଇ ଭୁଲ କରିବ ନାହିଁ ପିଲାମାନେ। ତୁମେ ପ୍ୟାସେଜ ପ୍ରଥମେ ପଢ଼ିବ ନାହିଁ। କ'ଣ କରିବ ଡାଇରେକ୍ଟ ପ୍ରଶ୍ନ ପଢ଼ିବ। ପ୍ରଶ୍ନ ପଢ଼ିଲା ପରେ ଦେଖି ଅପସନ୍ ତ ଚାରିଟା ଦେଇଥିବ, ତୁମକୁ ଦେଖିବାର ଅଛି ପ୍ରଶ୍ନ ଅନୁସାରେ ପ୍ୟାସେଜରେ ସେଇ ଲାଇନ୍ଟା କେଉଁଠି ଅଛି ଖାଲି ଦେଖିବାର ଅଛି। ପ୍ରଶ୍ନର ସେଇ ଲାଇନ୍ଟା କେଉଁଠି ଅଛି ଅଟୋମେଟିକ୍ ତୁମକୁ ଆନ୍ସର୍ ମିଳିଯିବ। ପିଲାମାନେ ସେଇ ଟାଇପ୍ର ଚାରିଟା ଦେଉଛି ପ୍ରଶ୍ନ ଆଉ ତୁମକୁ ଖାଲି ଦେଖିବାର ଅଛି କେଉଁଠି ସେଇ ଲାଇନ୍ଟା ଅଛି, ତା ଉତ୍ତର ଅଟୋମେଟିକ୍ ମିଳିଯିବ। ଆଉ ଗୋଟେ କ୍ୱେଶ୍ଚିନ୍ ହେଲା ତୁମକୁ ସମାନାର୍ଥ ଶବ୍ଦ ବା ବିପରୀତ ଶବ୍ଦ, ତାକୁ ତୁମେ ଅପସନ୍ ଏଲିମେଣ୍ଟ କରିପାର ବା ପ୍ୟାସେଜକୁ ଦେଖିଦେଲେ ଜଣାପଡ଼ିଯାଉଛି। ଏବେ ପିଲାମାନେ 2026ରେ 25-26 ଯେଉଁ ଏ ବର୍ଷ ଗଲା ନବୋଦୟରେ ଆସିଥିବା ଅନୁଚ୍ଛେଦ ଗୁଡ଼ାକ ସେଥିମଧ୍ୟରୁ କିଛି ମୁଁ ଲାଇଭ୍ କରିକି ତୁମମାନଙ୍କୁ ଦେଖାଉଛି ପିଲାମାନେ କିପରି ଫୁଲ୍ ସ୍କୋର କରିବ। ଦେଖ ପିଲାମାନେ କ୍ୱେଶ୍ଚିନ୍ ପଢ଼ିବା ଫାଷ୍ଟ 66-90ଟା କ୍ୱେଶ୍ଚିନ୍ ଦେଇଛି। ଫୁଲ ବିଭିନ୍ନ ରୂପରେ ଆମ ପାଇଁ ଡ୍ୟାସ୍। ତ ଅପସନ୍ ଦେଇଛି ପ୍ରଦାନ କରାଯାଏ, ଉପଯୋଗୀ, କ୍ଷତିକାରକ, ବିକ୍ରି କରାଯାଏ। ଏବେ ଏଇ ଲାଇନ୍ଟା କେଉଁଠି ଅଛି ଖାଲି ଦେଖିବାର ଅଛି ତୁମମାନଙ୍କୁ। ଫୁଲ ବିଭିନ୍ନ ରୂପରେ ଆମ ପାଇଁ ଡ୍ୟାସ୍, ତ ସେଇ ଲାଇନ୍ଟାକୁ ଆମକୁ ଦେଖିବାର ଅଛି। ଏବେ ଦେଖ ରେଡି କର ପିଲାମାନେ। ଫୁଲ ଆମର ଅନେକ ରୂପରେ ଉପକାର କରିଥାଏ। ଦେଖ ଫାଷ୍ଟ ଲାଇନ୍ ହିଁ ଆନ୍ସର୍ ମିଳିଗଲା ଆମକୁ। ଫୁଲ ଆମର ଅନେକ ରୂପରେ କ'ଣ କରିଥାଏ ଉପକାର କରିଥାଏ। ଏଇ ଯିବା ଅପସନ୍କୁ ଦେଖ ପିଲାମାନେ। ଦେଖ ଆନ୍ସର୍ ୟାର ଅପସନ୍ ବି ଉପଯୋଗୀ। ଖାଲି କ'ଣ କରିବାର ଅଛି କ୍ୱେଶ୍ଚିନ୍ଟା ପଢ଼ିବାର ଅଛି, ତାକୁ ଦେଖିବାର ଅଛି କେଉଁ ଲାଇନ୍ରେ ଅପସନ୍ ଅଛି। ଏବେ ଦେଖିବ ପିଲାମାନେ ସେକେଣ୍ଡ କ୍ୱେଶ୍ଚିନ୍ 67 ନମ୍ବର ପଚାରିଥିଲା ଫୁଲ ଡ୍ୟାସ୍ ମିଳିଥାଏ ଅନେକ ଆକୃତିର, ଅନେକ ରଙ୍ଗର, ବିଭିନ୍ନ ରଙ୍ଗ ଓ ଆକୃତିର। ଆଉ ଅପସନ୍ ଡିରେ ପଚାରିଥିଲା ଦେଇଥିଲା ସମାନ ଆକାରର। ତ ଏବେ ଆମେ ଦେଖିବା ଏଇ ଲାଇନ୍ଟା କେଉଁଠି ଅଛି। ଏବେ ଦେଖ ପିଲାମାନେ ଦେଇଛି, ଦେଖ ଫୁଲ ବିଭିନ୍ନ ରଙ୍ଗ ଆକୃତିର ହୋଇଥାନ୍ତି। ସେକେଣ୍ଡ ଲାଇନ୍ରେ ମିଳିଗଲା ଆମକୁ ଆନ୍ସର୍। ଏବେ ଦେଖ ଫୁଲ ଡ୍ୟାସ୍ ମିଳିଥାଏ ବିଭିନ୍ନ ରଙ୍ଗ ଆକୃତିର ମିଳିଥାଏ। ଦେଖ ପିଲାମାନେ ବହୁତ ଇଜି, ଖାଲି ତୁମକୁ କ'ଣ କରିବାର ଅଛି ଲାଇନ୍ଟା ପଢ଼ିବାର ଅଛି, କ୍ୱେଶ୍ଚିନ୍ ଲାଇନ୍ଟା କେଉଁଠି ଦେଇଛି ଖାଲି ଦେଖିବାର ଅଛି। ତ କ୍ୱେଶ୍ଚିନ୍ 68 ନମ୍ବର ଦେଖ ଫୁଲର ବ୍ୟବହାରିକ ଉପଯୋଗ କିପରି ହୋଇଥାଏ। ଆଉ ଥରେ କ୍ୱେଶ୍ଚିନ୍ଟା ପଢ଼ି ଦେଉଛି ପିଲାମାନେ, ଫୁଲର ବ୍ୟବହାରିକ ଉପଯୋଗ କିପରି ହୋଇଥାଏ।
ତ ଅପସନ୍ ଗୁଡ଼ା ଦେଇଦେଇଛି। ତ ଆମେ ଏଇ ଲାଇନ୍ଟାକୁ ଡାଇରେକ୍ଟ ଦେଖିବା, ଫୁଲର ବ୍ୟବହାରିକ ଉପଯୋଗ କିପରି ହେଇଥାଏ। ଦେଖିନେବା ପିଲାମାନେ, ଫୁଲ ଆମର ଅନେକ ରୂପ ଉପକାର କରିଥାଏ। ଫୁଲ ବିଭିନ୍ନ ରଙ୍ଗ ଆକୃତିର ହୋଇଥାଏ। ଏହା ସୌନ୍ଦର୍ଯ୍ୟ ପ୍ରତୀକ ଓ ଧାର୍ମିକ ପୂଜା କାର୍ଯ୍ୟରେ ଫୁଲର ବ୍ୟବହାର କରାଯାଏ। ପ୍ରେମ ଭାବ ଆକୃତ ଇଙ୍ଗିତ। ତ ପଢ଼ି ଚାଲ, ଦେଖିନେବା ପିଲାମାନେ। ଦେଖ ପିଲାମାନେ ଦେଇଛି, ଫୁଲର ବ୍ୟବହାରିକ ଉପଯୋଗିତା ମଧ୍ୟ ରହିଛି। ଅତର, ଚା ଏବଂ କସ୍ମେଟିକ୍ ପଦାର୍ଥର ପ୍ରସ୍ତୁତିରେ ଫୁଲର ବ୍ୟବହାର କରାଯାଇଥାଏ। କେଉଁଥିରେ ପିଲାମାନେ ବ୍ୟବହାର? ଅତର, ଚା, କସ୍ମେଟିକ୍ ପଦାର୍ଥରେ ପ୍ରସ୍ତୁତିରେ ଫୁଲ ବ୍ୟବହାର କରାଯାଏ। ଦେଖିବା ଏଇଟା କେଉଁଠି ଦେଇଛି ଅପସନରେ? 68 ପିଲାମାନେ ଅପସନ୍ ଏରେ ଦେଇଛି, ଚା, ଅତର, କସ୍ମେଟିକ୍ ଦ୍ରବ୍ୟର ପ୍ରସ୍ତୁତିରେ କରାଯାଏ। ତ ପିଲାମାନେ ଇଜିରେ କରିହେଉଛି, ସେମିତି କିଛି ବି ଏଇଟା ନାହିଁ। ତାପରେ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଡ୍ୟାସ୍ ଫୁଲ ଔଷଧ ପ୍ରସ୍ତୁତିରେ ଉପଯୋଗ ହୋଇଥାଏ। ତ ଖାଲି ଏଇ ଲାଇନ୍ଟାକୁ ଦେଖିବାର ଅଛି। ଦେଖ ପିଲାମାନେ, ତ ଏଇଠି ଦେଖ ଆମେ ଆନ୍ସର ଏବେ ପାଇଥିଲେ, ଏଇଟା ତା ପର ଲାଇନ୍ଟା ଖାଲି ଦେଖିବା। କିଛି ଫୁଲକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଏ। ଏଇଟା ଦେଖ ଆନ୍ସର ଆମକୁ ମିଳିଲା କିଛି ଫୁଲ। ତାର ଆନ୍ସର ପିଲାମାନେ ହେଉଛି କିଛି, ଅପସନ୍ ବି। ଦେଖ ପିଲାମାନେ ବହୁତ ଇଜିରେ ତୁମମାନେ କରିପାରିବ। ତାପରେ ଦେଇଛି ଅର୍ଥ ପଚାରିଛି, ପ୍ରଭାବର ଅର୍ଥ କ'ଣ? ବଳ ପ୍ରୟୋଗ, କାର୍ଯ୍ୟ କରିବା, ଆଘାତ କରିବା, ପ୍ରତିକ୍ରିୟା। ତ ସେଇଭଳିଆ ପ୍ରଭାବର ବଳ, କାର୍ଯ୍ୟ ସେମିତିରେ କିଛି ବି ଏଥିରେ ଦେଇନି। ତ ଏଲିମେଣ୍ଟ ବି କରିପାରିବ, ବଳ ପ୍ରୟୋଗ, କାର୍ଯ୍ୟ କରିବା ତ ହେବନି, ଆଘାତ ଦେବା ବି ହେବନି। ତ ଆନ୍ସର ବି ପ୍ରତିକ୍ରିୟା ହେବ। ତ ଏମିତି କରିପାରିବ ଏଲିମେଣ୍ଟ କରିକି, କିମ୍ବା এই ଲାଇନ୍ଟାକୁ ଦେଖିପାରିବ କେଉଁଠି ଦେଇଛି ପ୍ରଭାବର ଅର୍ଥ କ'ଣ। ଏଇ ଲାଇନ୍ଟା କେଉଁଠି ଦେଖିବ, କେଉଁ ଲାଇନ୍ରେ ଦେଇଛି ପ୍ୟାସେଜର। ଦେଖ ପିଲାମାନେ ଲାଷ୍ଟ ଲାଇନ୍ରେ ଦେଇଛି, ଭୟଙ୍କର ଉପରେ ଏଗୁଡ଼ିକ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ସକାରାତ୍ମକ ପ୍ରଭାବ ପଡ଼ିଥାଏ, ଏଥିରେ ପିଲାମାନେ ସେ ଦେଇଛି ସକାରାତ୍ମକ ପ୍ରଭାବ ପଡ଼ିଥାଏ। ସକାରାତ୍ମକ ପ୍ରଭାବ ପଡ଼ିଥାଏ, ଅପସନ୍ ଗୁଡ଼ା ଦେଖୁନ। ସକାରାତ୍ମକ ବଳ ପ୍ରୟୋଗ ହେବ କି ପିଲାମାନେ? ସକାରାତ୍ମକ କାର୍ଯ୍ୟ କରିବା, ସେଇ କାର୍ଯ୍ୟ କରିବା ବିଷୟରେ କିଛି ଦେଇନି। ବଳ ପ୍ରୟୋଗ କଥା କିଛି କହିନି, ଆଘାତ ଦେବା କଥା ବି କିଛି କହିନି। ସକାରାତ୍ମକ ପ୍ରତିକ୍ରିୟା ରଖିବା କଥା କହିଛି। ପ୍ରଭାବର ଅର୍ଥ ଏଠି ପ୍ରତିକ୍ରିୟା ହେଇଯିବ। ପିଲାମାନେ ତୁମମାନେ ଖାଲି କିଛି ନାହିଁ, ଖାଲି କ୍ୱେଶ୍ଚିନ୍ଟାକୁ ପଢ଼ିବାର ଅଛି। ତ ସେଇ ଲାଇନ୍ଟା କେଉଁଠି ଅଛି? ତ ବାସ୍ ଏତିକି। ଆଉ ଗୋଟେ ହିଁ କ୍ୱେଶ୍ଚିନ୍ ଦେଉଛି ଏଇ ଟାଇପ୍ର। ତ ତୁମକୁ କ୍ୱେଶ୍ଚିନ୍ର ଅପସନ୍ ଏଲିମେଣ୍ଟ କରିପାର, ତ ତାକୁ ପ୍ୟାସେଜରେ ଦେଖିକି ବି କରିପାରିବ, ଇଜିରେ କରିପାରିବ। ପିଲାମାନେ ଫୁଲ୍ ସ୍କୋର୍ ରହିବ। ତ 20ଟା କ୍ୱେଶ୍ଚିନ୍ ପଢ଼ୁଛି, 20ରୁ 20ଟା ପୁରା ଠିକ୍ ହେଇପାରିବ। 25 ମାର୍କ ପିଲାମାନେ ରହିଯିବ, ଫୁଲ୍ ମାର୍କ ରହିଯିବ। ପିଲାମାନେ ଆଉ ଗୋଟେ ଅନୁଚ୍ଛେଦ କରିକି ଦେଖିବା ହେଲା। ନାଇଁ ପିଲାମାନେ ନେକ୍ସଟ ଭିଡ଼ିଓରେ ୟାକୁ ଦେଖିବା। ତୁମମାନେ ମୁଁ ୟାର PDF ଦେଇଦେଉଛି ଟେଲିଗ୍ରାମରେ, ୟାକୁ କରିନେବ ହେଲା। ମୁଁ ଯେଉଁ ଟାଇପ୍ର ପିଲାମାନେ କହିଲି କରିନେବ। ନାଇଁ ଅନୁଚ୍ଛେଦ 3 ନମ୍ବରଟା କରିଦେବା। ଚାଲ ପିଲାମାନେ କରିଦେବା ଅନୁଚ୍ଛେଦ 3 ନମ୍ବରଟା। ଡାଇରେକ୍ଟ ପିଲାମାନେ କ'ଣ କହିବାର ଅଛି? କ୍ୱେଶ୍ଚିନ୍ ପଢ଼ିବାର ଅଛି ହେଲା। क्वेश्चन देख पिलाने देखिए, सोनम तार डैश सहित गोटे दुकान को जाइए। तो ये आमको डायरेक्ट देखिए अच्छी पैसेज लाइन कौटे लिखाई देखिए पिलाने, सोनम दुकान एक नुआ साइकेल को निरीक्षण करुला। से नुआ चकचक करुवा नाली रंगर साइकेल टी देखी चकित हो गला। तार बापा ताहा देखिया परे ताको कहले, माने बापा ता देखिया परे ताको कहले, माने एठी बुझा बुझी ता बापा को ही सहित ही जाइथिला। ऑप्शन रे देखिबा पिला माने
ଅପସନ୍ରେ ଦେଇଥିବ। ପିଲାମାନେ ଏଠି ଅପସନ୍ରେ ବାପା ନ ଦେଇ ପିତା ଦେଇଦେଇଛି। ଏଇଥିରେ ପିଲା କନଫ୍ୟୁଜ୍ ହୁଅନ୍ତି, କୁହନ୍ତି ପ୍ୟାସେଜ୍ ସାର୍ ଆମେ ବୁଝିପାରିଲୁ ନାହିଁ। କିଛି ନାହିଁ ପିଲାମାନେ, କ୍ୱେଶ୍ଚିନ୍ ଆଉ ଦେଖିବାର ଅଛି କେଉଁ ଲାଇନ୍ରେ ଅଛି। ତାପରେ ଦେଇଛି ସୋନମ ଚିକ୍ ଚିକ୍ କରୁଥିବା ଡ୍ୟାସ୍ ସାଇକେଲ ପ୍ରତି ଆକୃଷ୍ଟ ହୋଇ ପଡ଼ିଲା। ତ କେଉଁ କଲର୍ର ପଚାରିଛି ଦେଖିବା। ସୋନମ କେଉଁ ସାଇକେଲକୁ ଦେଖି ଏ ଖାଲି ଲାଇନ୍ଟା ଦେଖିବାର ଅଛି ତୁମକୁ। ଦେଖ ପିଲାମାନେ, ସୋନମ ଦୋକାନରେ ଏକ ନୂଆ ସାଇକେଲକୁ ନିରୀକ୍ଷଣ କରୁଥିଲା। ସେ ନୂଆ ଚିକ୍ ଚିକ୍ କରୁଥିବା ନାଲି ରଙ୍ଗର, କେଉଁ ରଙ୍ଗର ପିଲାମାନେ, ନାଲି ରଙ୍ଗର ସାଇକେଲ ଦେଖି ଚକିତ ହୋଇଗଲା। ଏବଂ କିଛି କରିବାର ନାହିଁ ପିଲାମାନେ, ଖାଲି କ୍ୱେଶ୍ଚିନ୍ଟାକୁ ଦେଖିବାର ଅଛି କେଉଁ ଲାଇନ୍ରେ ଅପସନ୍, ତାପରେ ଅପସନ୍ରୁ ମିଳିଯିବ ଆନ୍ସର୍। ପିଲାମାନେ ଓଡ଼ିଆରେ ଆମକୁ ଫୁଲ୍ ସ୍କୋର କରିବାର ଅଛି, 25ରେ 25 ଆଣିବାର ଅଛି, ଯାହାକୁ ପ୍ୟାସେଜ୍ ଆଉ ମାନସିକ ଦେଖିଲା ଏ ଦୁଇଟାରେ ଆମକୁ ପୁରା ଫୁଲ୍ କରିବାର ଅଛି। ତାପରେ ଦେଖ, ସୋନମର ପିତାମାତା ନୂଆ ନାଲି ସାଇକେଲଟି ଉପହାର ଦେଲେ କାରଣ କ'ଣ ପାଇଁ। ଖାଲି କ୍ୱେଶ୍ଚିନ୍ର ଲାଇନ୍ଟା ଦେଖିବା କେଉଁଠି ପିଲାମାନେ ଅଛି। ପିଲାମାନେ ପ୍ୟାସେଜ୍ ପଢ଼ିବ। ଦେଖ ଲେଖା ହେଇଛି ଜନ୍ମଦିନର ଉପହାର କହି ତାକୁ ସାଇକେଲଟି ଦେଲେ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା କ୍ୱେଶ୍ଚିନ୍, ସୋନମ ନିଜର ଆନନ୍ଦ କିପରି ପ୍ରକାଶ କଲା। ତ ତାପରେ ପିଲାମାନେ ଦେଖିନେବ କେଉଁ ଲାଇନ୍ରେ ଲେଖାଯାଇଛି ସେଇଟା ଖାଲି ଦେଖିବାର ଅଛି ଆମକୁ। ଏବେ ଦେଖ ଆମେ ଆନ୍ସର୍ କୋଉଠୁ ପାଇଲେ, ଦେଖ ଲାଷ୍ଟ ଲାଇନ୍ ଏବେ ଦେଖିବା। ଲାଷ୍ଟ ଲାଇନ୍ ପରେ ପଢ଼ି ନେବା। ସୋନମ ଖୁବ୍ ଖୁସି ହୋଇ ଆନନ୍ଦ ହୋଇ ପିତାମାତାଙ୍କୁ ଆଲିଙ୍ଗନ କଲା। କାହାକୁ ଆଲିଙ୍ଗନ କଲା? ପିତାମାତାଙ୍କୁ ଆଲିଙ୍ଗନ କଲା। ତ ଅପସନ୍ ଦେଇଛି ନିଜ ପିତାମାତାଙ୍କୁ ଆଲିଙ୍ଗନ କରି। ତ ଆନ୍ସର୍ ପିଲାମାନେ ଏ ହେଇଯିବ। ତ ଏବେ ଗୋଟେ ଦେଇଛି ଶବ୍ଦର ଅର୍ଥ ପଚାରୁଛି ପିଲାମାନେ, ହେଲା। ପିଲାମାନେ ତୁମେ ଟିକେ ସମାନାର୍ଥକ ଶବ୍ଦକୁ ବି ଦେଖୁଥିବ, ତ ନ ଦେଖିଲେ ବି ଚଳିବ ଯଦି ପ୍ରାକ୍ଟିସ୍ କରୁଥିବ। ଚକିତ ଶବ୍ଦର ଅର୍ଥ କ'ଣ? ଚକିତ ଅର୍ଥ ପିଲାମାନେ ଏଇ ପ୍ୟାସେଜ୍ଟି ଆମେ 4ଟା କ୍ୱେଶ୍ଚିନ୍ କରିଲା ପରେ ଅଟୋମେଟିକ୍ ଆମେ ଦେଖୁ କହିଦେବା। ସ୍ମରଣ ତ ହେବନି, ଦୁଃଖ ବି ହେବନି, କାରଣ ତା ଜନ୍ମଦିନ ଦୁଃଖରେ କରୁଥିଲା କି ନାହିଁ, ତ ସ୍ମରଣ ଭୟଭୀତ ହେଉଥିଲା କି ନାହିଁ, ତା ତ ସାଇକେଲ ଦେଲେ ସେ ଆଶ୍ଚର୍ଯ୍ୟ। ଚକିତ ଶବ୍ଦର ଅର୍ଥ ଏଥିରେ ଆଶ୍ଚର୍ଯ୍ୟ। ଆଶା କରୁଥିବି ପିଲାମାନେ ପ୍ୟାସେଜ୍ଟିରେ କିପରି ଫୁଲ୍ ସ୍କୋର କରିପାରିବ ବୁଝେଇ ପାରିଥିବି। ଯଦି କିଛି ବି ଡାଉଟ୍ ହୁଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ। ନେକ୍ସଟ ଭିଡ଼ିଓରେ ତା'ର ଡାଉଟ୍ କ୍ଲିୟର କରିବା। ଆଉ ଭିଡ଼ିଓଟି କେମିତି ଲାଗିଲା ପିଲାମାନେ, ଭିଡ଼ିଓଟି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ଓ ସେୟାର କରିବାକୁ ଭୁଲିବେନି। ପିଲାମାନେ ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହୁଛି, ଜୟ ଜଗନ୍ନାଥ।